ଭାଷଣ ଟିକେ ଟିକେ କହି ଶିଖିଲେଣି, ସେଥିପାଇଁ ତାଙ୍କୁ ଧନ୍ୟବାଦ। ଆଉ ସ୍ୱାଧୀନତା ପ୍ରାପ୍ତି ପରେ, ପୂର୍ବରୁ ଏବଂ ପରେ ଦୀର୍ଘ ଦିନ ଧରିକି 60 ବର୍ଷରୁ ଅଧିକ ଧରିକରି କଂଗ୍ରେସ ସରକାର ଥିଲା। ସେଥିରେ କେତେ ଶିଳ୍ପପତି ସୃଷ୍ଟି ହେଇଥିଲେ। ଆମେ ଶିଳ୍ପପତି ସୃଷ୍ଟି ନହେଲେ ଲୋକଙ୍କର ସରକାର ସବୁ କରିବନି, ପ୍ରାଇଭେଟ ଦରକାର। ଘରୋଇକରଣର ନୀତିକୁ ସେମାନେ ଗ୍ରହଣ କରିଥିଲେ, ଆମେ ବି ଗ୍ରହଣ କରିଛୁ। ତ ଆଦାନୀ ଆମ୍ବାନୀ ଖାଲି କହିଦେଲେ ହେବ ନାହିଁ। ଆଦାନୀକୁ ରାଜସ୍ଥାନରେ ତାଙ୍କର ସରକାର ଥିଲାବେଳେ କେତେ କାମ ଦେଇଛନ୍ତି ସେମାନେ, ସେଇଟା ବି କହିବା କଥା। ଛତିଶଗଡ଼ରେ କେତେ କାମ ଦେଇଛନ୍ତି ଆଦାନୀକୁ, ସେମାନେ କହିବା କଥା। ଆଦାନୀ ଗୋଟେ ବେପାରୀ, ଇଣ୍ଡଷ୍ଟ୍ରିଆଲିଷ୍ଟ। ଯଦି ସମ୍ବିଧାନର ବ୍ୟବସ୍ଥାରେ ଟେଣ୍ଡର ଫେଣ୍ଡର ପ୍ରୋସେସରେ ସେ ଯଦି ପାଇବ, ତାକୁ କେହି ମନା କରିପାରିବେ ନାହିଁ। ଆଉ ଦେଶରେ ଇଣ୍ଡଷ୍ଟ୍ରିଆଲିଷ୍ଟର ଆବଶ୍ୟକତା ଅଛି। ଆମେ ତ କହୁଛୁ ଇଣ୍ଡଷ୍ଟ୍ରିଆଲିଷ୍ଟ ନହେଲେ, ଇଣ୍ଡଷ୍ଟ୍ରି ଗ୍ରୋଥ୍ ନ କଲେ ଗୋଟେ ଦେଶର ଇକୋନୋମି କେମିତି ଗ୍ରୋଥ୍ କରିବ? ତ ତାଙ୍କୁ ଯଦି ସେ ଟୋଟାଲ କମ୍ୟୁନିଷ୍ଟ କଣ୍ଟ୍ରି ଭଳିଆ ନ୍ୟାସନାଲାଇଜ୍ ସବୁ କରିଦିଅନ୍ତୁ, ପ୍ରାଇଭେଟ୍ ସେ ଘୋଷଣା କରନ୍ତୁ ତାଙ୍କର ଯେ ନୀତିଗତ ଭାବରେ ଯେ ସେ ଟୋଟାଲ ପ୍ରାଇଭେଟ୍ ପ୍ରପର୍ଟି ସବୁ ନ୍ୟାସନାଲାଇଜ୍ଡ ହେଇଯିବ, ତ ଦେଖିବା ତାପରେ ଆଉ ଇଣ୍ଡଷ୍ଟ୍ରିଆଲିଷ୍ଟ ରହିବେ ନାହିଁ। ତ ସେଇଟା ଘୋଷଣା କରନ୍ତୁ। ଆଉ ତାକୁ ବାକି ସ୍ପିଚ୍ରେ କୌଣସି ଡାଟା ନାହିଁ, କିଛି ନାହିଁ। ଜଷ୍ଟ ଗୋଟେ ଯେଉଁ ଆମେ ସରପଞ୍ଚ ଲେବୁଲରେ ଯେଉଁ ଲୋକମାନେ ଭାଷଣ ଯେମିତିଆ ଦିଅନ୍ତି ୱିଦାଉଟ୍ ଏନି ଫ୍ୟାକ୍ଟ ଆଣ୍ଡ ଫିଗର୍ସ, ସେମିତି ଗୋଟେ ସରପଞ୍ଚର ଗୋଟେ ନିର୍ବାଚନ ସଭା ଭଳିଆ ମୋତେ ଲାଗିଲା ରାହୁଲ ଗାନ୍ଧୀଙ୍କର ଭାଷଣ। ସମ୍ବିଧାନ କ'ଣ ହେଇଗଲା ଯେ? ସମ୍ବିଧାନକୁ ତ ଆମେ ବଞ୍ଚଉଛୁ, ସେମାନେ ସମ୍ବିଧାନକୁ ଧର୍ଷଣ କରିସାରିଥିଲେ। ତ ସମ୍ବିଧାନକୁ ତ ବଞ୍ଚଉଛୁ ଆମେ। 370 ଦ୍ୱାରା ସେମାନେ ଗୋଟେ ଭାରତ ଭିତରେ ରାଜ୍ୟ ଭିତରେ ପାର୍ଥକ୍ୟ କରିଥିଲେ, ଆମେ ସେଇଟା ସମାଧାନ କରିକି ପ୍ରତ୍ୟେକ ରାଜ୍ୟକୁ ଏକ କଲୁ। କ'ଣ ଭୁଲ ହେଇଗଲା ସେଥିରେ? ତୁମେ ଯେଉଁ କାମ ବିଜେପିର ରହିଛି, ନ୍ୟାସନାଲ ସିଟିଜେନ୍ ସାର୍ଟିଫିକେଟ୍ ହେଉ କି କ'ଣ ହେଉ, କ'ଣ ଭୁଲ ଅଛି? ଆଜି ଶହ ଶହ ବାଂଲାଦେଶୀ ଆମ ଦେଶକୁ ପଶି ଆସୁଛନ୍ତି, ଆମେ ଅଟକେଇବୁନି? ଏଇଟା ତ କେନ୍ଦ୍ର ସରକାରର ପ୍ରାଥମିକ ଦାୟିତ୍ୱ ଯେ ଇଣ୍ଟରନାଲ ଡିଷ୍ଟର୍ବାନ୍ସ ଆଉ ଏକ୍ସଟର୍ନାଲ ଆଗ୍ରେସନକୁ ଅଟକେଇବାଟା। ଏଥିରେ କ'ଣ ଭୁଲ ଅଛି? ସେଥିପାଇଁ ଯଦି ଗୋଟେ ଆଇନ ତିଆରି ହେବ ଏବଂ ବିଦେଶୀ ନାଗରିକମାନଙ୍କୁ ବାହାର କରାଯିବ, ସେଥିରେ ତ ବହୁତ ଭଲ କଥା। କେନ୍ଦ୍ର ସରକାର କରିନାହାନ୍ତି, ଯଦି କରିବେ ଆମେ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବୁ। ଆଉ ତାଙ୍କର ଇମ୍ୟାଚୁରିଟି, ତାଙ୍କର ଯେଉଁ ଅପରିପକ୍ୱତା ଏ ଭାଷଣରେ ସବୁ ଝଲସିଛି।